ভিজিলান্স জাଲରେ ଗୋଲାମୁଣ୍ଡା ଭିଡିଓ ମ୍ୟାଡାମ ନୂଆ ସରକାର ଆସିଲା ପରେ ନୂଆ ଖୋଲାସା ଦେଖିବାର ଆରମ୍ଭ ହେଲା। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଭିଡିଓ ଅକ୍ଷମିତା କାର୍ତ୍ତିକଙ୍କ ସରକାରୀ ଗାଡ଼ିରେ 5 ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲାଞ୍ଚୁଆ ଭିଡିଓଙ୍କୁ ଭବାନୀପାଟଣାରୁ ଗୋଲାମୁଣ୍ଡା ଯାଉଥିବା ବେଳେ ଜୁନାଗଡ଼ ଥାନା ଅନ୍ତର୍ଗତ ଜାଡ଼ି ନିକଟରେ ଜୟପୁର ରାୟଗଡ଼ା ଭିଜିଲାନ୍ସ ବିଭାଗର 15 ଜଣିଆ ସ୍ୱତନ୍ତ୍ର ଟିମ ଚଢ଼ାଉ କରିବା ସହ ଗାଡ଼ିରେ ଥିବା ନଗଦ 5 ଲକ୍ଷ ଟଙ୍କା ଜବତ କରିବା ସହ ଭିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ପଚରା ଉଚୁରା କରୁଥିବା ସୂଚନାରୁ ଜଣାପଡ଼ିଛି। ସେପଟେ ଅନ୍ୟ 3ଟି ଭିଜିଲାନ୍ସ ଟିମ ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଓ ଭିଡିଓଙ୍କ ବାସଭବନରେ ଚଢ଼ାଉ କରିବା ନେଇ ସୂଚନା ମିଳିଛି। ଆଗକୁ ମୋହନ ସରକାରଙ୍କ କେତେ ଦୂର ଦୁର୍ନୀତିକୁ ସାମ୍ନାକୁ ଆଣିବେ ତାହା ଦେଖିବାକୁ ଅପେକ୍ଷାରେ ଓଡ଼ିଶାବାସୀ। ଅଧିକାରୀମାନେ ମାଟି ଖୋଲିଲା ପରି ଗାଡ଼ିକୁ ଖୋଳତାଡ଼ କରି ଯାଞ୍ଚ କରିଥିଲେ। ସେହି ଗାଡ଼ିରୁ ଗୋଟିଏ ଟଙ୍କା କି 2 ଟଙ୍କା ବାହାରି ନଥିଲା। ଏକା ସାଙ୍ଗକୁ ଗାଡ଼ି ଭିତରୁ ବିଡ଼ା ବିଡ଼ା ନୋଟ୍ ଦେଖିବାକୁ ମିଳିଥିଲା। ଏହି ଜବତ ଟଙ୍କା ବିଷୟରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିଥିଲେ ଭିଡିଓ। ସେଥିପାଇଁ ସନ୍ଦେହରୁ ଆହୁରି ଅଧିକ ତଦନ୍ତ କରାଯାଉଛି। ଛତୁ ଫୁଟିଲା ଭଳି ଲାଞ୍ଚୁଆ ଅଧିକାରୀମାନେ ଗୋଲାମୁଣ୍ଡା ବ୍ଲକରେ ରହିଥିବାରୁ ଦିନକୁ ଦିନ ବଦନାମ କରୁଛନ୍ତି। ସେଥିପାଇଁ ଶାନ୍ତିପୂର୍ଣ୍ଣ ଗୋଲାମୁଣ୍ଡା ବ୍ଲକ ଏବେ ବଦନାମ ହେବାରେ ଲାଗିଛି। ଗୋଲାମୁଣ୍ଡା ବ୍ଲକକୁ ବିକାଶ କରିବା ବଦଳରେ ବିନାଶ କରିବାରେ ଲାଗିଛନ୍ତି ବ୍ଲକ ପ୍ରଶାସନ। ଏହି ଲାଞ୍ଚୁଆ ଅଧିକାରୀ ଓ ଅଧ୍ୟକାରିଣୀମାନେ ପେଟ ପୂରା ଟଙ୍କା ପଇସା ଲାଞ୍ଚ ଖାଇ କଥାକୁ ଚାପି ଦେବା ପାଇଁ ଦିନରାତି ଅନ୍ଧାର ଘର ଭିତରେ ରହି ଭାବୁଥିଲେ। କିନ୍ତୁ ଜୟପୁର ଭିଜିଲାନ୍ସ ବିଭାଗ ଚଢ଼ାଉ କରି ଦୁର୍ନୀତି ପର୍ଦ୍ଦା ଫାସ୍ କରି ନିଦ ହଜାଇ ଦେଇଛି। ବ୍ୟୁରୋ ରିପୋର୍ଟ, ଗ୍ରାମୀଣ ଏକ୍ସପ୍ରେସ ଲାଇଭ୍। ଆମ ଚ୍ୟାନେଲକୁ ଲାଇକ୍ ଏବଂ ସେୟାର କରନ୍ତୁ। ଗ୍ରାମୀଣ ଏକ୍ସପ୍ରେସ ଲାଇଭ୍ ଗାଁରେ ହେଉ ବା ସହରରେ ସର୍ବଦା ଆପଣଙ୍କ ସାଥିରେ।